ଚନ୍ଦ୍ରିକାକୁ ତମେ କଣ ଭଲ ପାଉନି କି ବାପା? ନା ଆଣ୍ଟି। କାହିଁକି? ଆଉ ତମେ ଏତେ ଦିନ ଧରିକି ସବୁ ମାନେ ସାଙ୍ଗରେ ବୁଲା ବୁଲି ରହିଛ, ଆଉ ସବୁ ତମେ ଯେତେବେଳେ ଇଏ ଫୋନ ନ କଲେ ବି ତମେ ସାଙ୍ଗେ ସାଙ୍ଗେ ଫୋନ କରି ପକାଅ। ଆଉ ସେଟା ବାପା କଣ ଥିଲା ତମର? ଆଉ ମୁଁ କଣ କିଛି ବୁଝିପାରୁନି ମୁଁ। ନା ଏବେ ଯେମିତି ଚନ୍ଦ୍ରିକା ମାନେ ଚିଡଚିଡା ହଉଛି ବୋଲିକି ତମର ସେଇ ମାନେ ଗୋଟେ ରାଗପଣ କି କିଛି ଗୋଟେ ତମ ମନ ଭିତରେ ଗୋଟେ ଆସିଛି କି? କିଛି କହିଛି କି ଝିଅ ତମକୁ? ଆଣ୍ଟି ସେମିତି କିଛି କହିନି ଯେ, ହେଲେ ହଁ। ମାନେ ସେ ଭଲ ପାଇବାଟା ଆସୁନି ଆଉ ତା ପାଇଁ କି ସେଇଟା ହଉଛି ପ୍ରୋବ୍ଲେମ। ମାନେ ଆସିଥିଲେ ତ ଏମିତି କିଛି ଅସୁବିଧା ହେଇନଥାନ୍ତା। ବାକି ସେଟା ହିଁ ମୁଁ ତାକୁ କହୁଥିଲି, ଆଉ ଭଲ ପାଇବା ଯଦି ରହିବନି ପୁଣି ଆଗକୁ ଆଉ କେମିତି ରହିବା, ସେଇଟା ହିଁ ମୁଁ କହୁଥିଲି। ଆଉ ସେ ସେଇଟା ହିଁ ସେଟା ଅ ଯେ ଏତେ ଦିନ ଧରିକି ଯେ ତମେ ତା ସହିତ ବୁଲିଲ ରହିଲ, ସେଇଟା ତ ଆଉ କଣ କୁହାଯିବ? ଭଲ ପାଇବା ନ କୁହାଇକି ଆଉ କଣ କୁହାଯିବ? ଯଦି ତମର ଧର ଭଲ ପାଇବା ଯଦି ନଥିଲା, ତ ଧର ସେଇଟା ତ ତମର ଏତେ ମିଶିବା ବି ତ ହେଇ ବି ନଥାନ୍ତା। ମୁଁ ଆଡେ ଭାବୁଛି କି ମାନେ ମତେ ଲାଗୁଛି କି ମୁଁ ମାନେ ଏତେ ଖୁସିରେ ରହିପାରିବିନି, ତ ସେଥିପାଇଁ ମୁଁ ସେଇ କଥା କହୁଥିଲି କି ଯଦି ଏବେ ଖୁସିରେ ରହିପାରିବିନି ତ ପୁଣି ଜବରଦସ୍ତ ଆଉ କେମିତି ରହିବି ଆଗକୁ।